ଯାଇ ପହଞ୍ଚିବା ଦରକାର। ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି, ଭଲ କରିଛନ୍ତି ଏବଂ ଘୋଷଣା କରିଛନ୍ତି 20 ଲକ୍ଷ ଆଉ ଚାକିରି ଦେବେ ବୋଲି, ତାଙ୍କୁ ଧନ୍ୟବାଦ। ଏତେ ବର୍ବରତା ନିରୀହ ଲୋକଗୁଡ଼ାଙ୍କୁ ଜୀବନକୁ ଗୁଳି କରି ସଫା କରିବା এটা ପୃଥିବୀର କଳଙ୍କିତ ଅଧ୍ୟାୟ। ଭାରତ ନୁହଁ, ଓଡ଼ିଶା ନୁହଁ, ପୃଥିବୀରେ ନିରୀହ ଲୋକଗୁଡ଼ାକ ଟୁରିଷ୍ଟ ଯାଇଛନ୍ତି, ତାଙ୍କ ପିଲାପିଲି ଧରି ପୁଅ ଆଗରେ ବାପକୁ ଗୁଳି, ପୁଅ ଆଗରେ ସ୍ତ୍ରୀ ଆଗରେ ସ୍ୱାମୀକି ଗୁଳି ଏବଂ ମା ଆଗରେ ବାପକୁ ଗୁଳି ଗୁଳି ଜରିଆରେ 27 ଜଣଙ୍କୁ ଯୋଉ ହତ୍ୟା କଲା, ତା ଭିତରେ ଓଡ଼ିଆ 2 ଜଣ, ଆଜି ଜଣେ ଓଡ଼ିଆ ବାହାରିଲେ ବଲାଙ୍ଗୀରର। କି ଅବସ୍ଥା ପରିବାର ଏଇନା ଭୋଗୁଥିବେ। ଏଇନା କଟକଣା କୋଉଠି ଥିଲ? ତମ ଇଣ୍ଟେଲିଜେନ୍ସ ରିପୋର୍ଟ ନଥିଲା କିଛି? ଏଭଳିଆ ପରିସ୍ଥିତି ସୃଷ୍ଟି ହବ? ଏତେ ବଡ ଭାରତ ବର୍ଷକୁ ଜଗିଛ ତମେ 2 ଜଣ ଯା କ୍ରିମିନାଲ ହାତରେ ଏତେ ବଡ ଭାରତ ବର୍ଷ ଶିକାର ହଉଛନ୍ତି ନିରୀହ ଜନତା। ଦୁଃଖଦାୟକ ଘଟଣା। ସମସ୍ତେ ଆମେ ବର୍ବାହାତ। ଏଇନା କରୁଛ, କୋଉଠି ଥିଲ? କାଇଁ ଆଗରୁ କଲନି? ଯୋଉମାନେ ମାରିଛନ୍ତି ଏପର୍ଯ୍ୟନ୍ତ ଜଙ୍ଗଲରେ ଲୁଚିଛନ୍ତି, ଅପରେସନ ଚାଲିଛି, ମାତ୍ର 2 ଜଣ ମରିଛନ୍ତି। ଗୋଟେ କଥା, ଯୋଉ ଓଡିଆ ବୋଲି ପଚାରିକି ଗୁଳି କରୁଛନ୍ତି, ନାଇଁ ହିନ୍ଦୁ ପଚାରି ଗୁଳି କରୁଛନ୍ତି। ତମେ ହିନ୍ଦୁ ନା? ହଁ ନା? ନରେନ୍ଦ୍ର ମୋଦୀ କହିବ ଗୁଳି ଚାଲ। କି ଅନ୍ୟାୟ! ଗୋଟେ ହିନ୍ଦୁ ମାନଙ୍କ ପ୍ରତି କି ଅନ୍ୟାୟ! ଏଡେ ବଡ ପୃଥିବୀ, ତା ଭିତରେ ତମେ ହିନ୍ଦୁକୁ ହତ୍ୟା କରିବ? ଭାରତ ବର୍ଷ ଭିତରେ, କାଶ୍ମୀର ଭିତରେ। ଆଜି ଯାହା ଘୋଷଣା କରୁଛନ୍ତି, ଧନ୍ୟବାଦ। 20 ଲକ୍ଷ ଟଙ୍କା ହବ। 20 ହଉ, ଯାହା ହଉ, 20 ଲକ୍ଷ ଘୋଷଣା କରି ଗୋଟେ ସରକାର ଚାକିରି ଦେବେ, ଧନ୍ୟବାଦ। ହବ, ନହେଲେ ଚଳିବନି। ଆସ୍ତେ ଆସ୍ତେ ପାକିସ୍ତାନ ଆଟାକ କରିବାରେ ଚାଲିଛି। এইটা ওটা বিরাট ଭାରତ ବର୍ଷ ପ୍ରତି ଅପମାନ, ଆଘାତ। 27 ଜଣ ଭାରତୀୟଙ୍କୁ ହତ୍ୟା କରାଗଲା, ପାକିସ୍ତାନ ମାନ କଲେ। ଦାରୁଣ ଦୁଃଖ ଭାରତ ବର୍ଷ ପ୍ରତି। ସେ ବିଜେପି ସରକାର ଯୋଉ ସରକାର ଥାଉ, ଏଇନା ଯୋଉ ସରକାର ସେ ରେସ୍ପନ୍ସିବଲ। ତାରି ପାଇଁ ଆଜି ନିରୀହ ଲୋକ ଗୁଡାକ ମରିଗଲେ, 27 ଜଣ, ସେଥିରୁ ଓଡ଼ିଆ 2 ଜଣ। ସମସ୍ତେ ଆମେ ବର୍ବାହାତ, ସମସ୍ତେ ଦୁଃଖିତ। ଭାରତ ବର୍ଷ ପୃଥିବୀବାସୀ ସ୍ତବ୍ଧ, ସମସ୍ତେ ନିନ୍ଦା କରୁଛନ୍ତି ଏଭଳିଆ ଯଜ୍ଞ କାମ ପାଇଁ। ସବୁବେଳେ ବିଜେପି ଦୁର୍ବଳ, ତାଙ୍କର ସ୍ଥିତି ନାହିଁ। ହଉ ହେଇଯାଇ ସେଠି ଯେମିତି ମୋହନବାଜି ହେଇଗଲେ। ସୁବଳ ସେଠି କିଏ? ସବୁ ଦୁର୍ବଳ, ସୁବଳ କିଏ? ସୁବଳ କେବଳ କଂଗ୍ରେସ। କଂଗ୍ରେସ ସମୟରେ କେବେ ଏଭଳିଆ ଘଟଣା ଘଟିନି। ବରଂ ଇନ୍ଦିରା ଗାନ୍ଧୀ କାଶ୍ମୀର କଣ୍ଟ୍ରୋଲ କରିଥିଲେ, ରାଜୀବ ଗାନ୍ଧୀ କଣ୍ଟ୍ରୋଲ କରିଥିଲେ। ତେଣୁ ସମସ୍ତେ ଆମେ ମର୍ମାହତ। ନରେନ୍ଦ୍ର ମୋଦୀ ଏବଂ ଶାହା ଇସ୍ତଫା ଦେବା ଉଚିତ। ରାହୁଲ ଗାନ୍ଧୀକୁ ସମାନ କରାଯାଉଛି। ସେ ବାଟ କଣ ପାଇବେ? ରାହୁଲ ଗାନ୍ଧୀଟା ଷ୍ଟ୍ରଙ୍ଗ ଲୋକ, ଇଣ୍ଡିଆର ଗୋଟେ ଷ୍ଟ୍ରଙ୍ଗ ମ୍ୟାନ୍। ରାହୁଲ ଗାନ୍ଧୀ ତାକୁ ଆଟାକ କରିବନି। ନରେନ୍ଦ୍ର ମୋଦୀ ଦୁର୍ବଳ ଲୋକ ଆଉ କରିବ କି? ଯୋଉମାନେ ଅତି ଦୁର୍ବଳ, ନରେନ୍ଦ୍ର ମୋଦୀ, ଶାହା, ସେଇମାନେ କେବଳ ରାହୁଲ ଗାନ୍ଧୀ କି କ୍ରିଟିସାଇଜ କରିବେ, ନହେଲେ ଅନ୍ୟ କେହି କରିବେ। ଏଭଳିଆ ଯଜ୍ଞ କାମ ଭାରତ ମାଟିରେ ହବା ଅନୁଚିତ। କାହିଁ ତମେ ଫ୍ରିଡମ ଦେଲ? ତମର ଇଣ୍ଟେଲିଜେନ୍ସ ରିପୋର୍ଟ କିଛି ନାହିଁ, କଣ ହବ ବୋଲି ଜଣା ନାହିଁ। ଭାରତ ମାଟିରେ ଯେ ପାଇବା ସେ ଗୁଳି କରି ମାରିଦେଇ ଯିବ। ଏକଦମ ମୁଁ ନିନ୍ଦା କରୁଛି। କଂଗ୍ରେସ ଶାସନରେ କେବେ ଏଭଳିଆ ଶସ୍ତା କାରବାର ହୁଏନି, ସବୁବେଳେ ସତର୍କ ଥାନ୍ତି। ନାଇଁ ମାରିଛନ୍ତି ହିନ୍ଦୁ ପଚାରିକି, ଓଡ଼ିଆ ନୁହଁ, ହିନ୍ଦୁ। ଏବଂ କହିଛନ୍ତି ଯାଇ ନରେନ୍ଦ୍ର ମୋଦୀ କହିବ। ଆରେ ସେ ତ ମଲା, ଆଉ କହିବେ କଣ କାହାକୁ? ଅତି ଅନ୍ୟାୟ, ଅତି ଅତ୍ୟାଚାର ଭାବେ ତାଙ୍କୁ ନିର୍ମମ ହତ୍ୟା କରାଯାଇଛି। ସମସ୍ତେ ଆମେ ନିନ୍ଦା କରୁଛୁ। ଏଭଳିଆ ବର୍ବର ହତ୍ୟା କେବେ ଇତିହାସରେ ନଥିଲା। 27 ଜଣଙ୍କୁ ଏକକାଳୀନ ମାରି ଦିଆଯାଇଛି। ଆମେ ସମସ୍ତେ ମର୍ମାହତ। ସେଥିରୁ 2 ଜଣ ଓଡ଼ିଆ, ଆମେ ଦୁଃଖିତ ଏକଦମ।
ଯଦି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥାନ୍ତେ ତାଙ୍କ ଅବସ୍ଥାରେ ଦେଇଛନ୍ତି ଏତେବେଳୁ ପାକିସ୍ତାନ ଜଣି ଚାଲିତାଣି ଲିଭେଇ ଚାଲିତାଣି ରାହୁଲ ଗାନ୍ଧୀ ମୋଦି ସବୁ ଅର୍ଡର କରିଛନ୍ତି ପାକିସ୍ତାନ ସବୁ ବନ୍ଦ ଏସବୁ ବନ୍ଦ କଲେ କଣ ହବ? ଏଗୁଡା ବର୍ଡରରେ ସବୁ ବୁଲି ମୁଁ ବର୍ଡର ଏରିଆ ବୁଲିଛି ଚାରିଆଡେ ବର୍ଡର ଏରିଆ ବୁଲିଛି ପାକିସ୍ତାନ ଜିନିଷ ଓଡିଶା ଇଣ୍ଡିଆ ଆସୁଛି ଇଣ୍ଡିଆ ଜିନିଷ ପାକିସ୍ତାନ ଯାଉଛି ଲୋକ ଆଉଛନ୍ତି ଯାଉଛନ୍ତି इंडिया भितर रहउछन्ति बा पाकिस्तान भितर जाउछन्ति एकदम कड़ाकड़ी नकल माने बॉर्डर एरिया को पूरा तीन गिन करी इनक्वारी करी कड़ाकड़ी कले यार प्रतिफल भल देखा ମୋଦି ନିଜେ ଦେଶର 48 ଘଣ୍ଟା ଭିତରେ ପାକିସ୍ତାନ ଭାରତ ଛାଡିବା एवढा बेकार कथा 48 केते उल्टा हलानी के जण छाड़ी गलेनी एपर्यंत केही जाई नाहांती एवढा भाषण अलगा काम अलगा इनक्वारी कर दियो को एरिया रे पाकिस्तान माने अछन्ति हटाप ताहले हम जानू किछि कल प्रधानमंत्री नरेंद्र मोदी शासनकाल समय सर्वाधिक आतंकवादी आक्रमण होइछि भारत बारंबार बारंबार केवल नरेंद्र मोदी दुर्बल प्रधानमंत्री बेली एभले अटैक होउछि यदि सबल प्रधान इंदिरा गांधी बेले हलानी उल्टो दी भाग कर दला पाकिस्तान को बांग्लादेश सृष्टि कर दला इंदिरा गांधी वाजपेयी निजे वाजपेयी बीजेपी मुख्य निजे वाजपेयी कहते माँ दुर्गा इंदिरा गांधी की पाकिस्तान जो दी भाग बड़ दुखर विषय निरीह लोक जीवन जाऊ जाइए मुख्यमंत्री बालेश्वर जाइए 20 ଲକ୍ଷ ଟଙ୍କା ଘୋଷଣା କରାଯାଇଛି हाँ 20 लक्ष कौन बड़ कथा जहाँ गोटे परिवार को बाजी धन्यवाद और चाकरी देवे धन्यवाद दबा दरकार निरीह लोक बारंबार सुरक्षा व्यवस्था ढिला ये प्रधानमंत्री ढिला ये होम मिनिस्टर ढिला भारत शासन तांकरी हाथ में पड़ी निरीह लोक जीवन जाऊँगी केवल यही 2 जन 27 जन मरीगले भारतीय जनसाधारण विगत दिन में प्रधानमंत्री नरेंद्र मोदी साहसिकतार प्रमाण देइछन्ति सर्जिकल स्ट्राइक कोटी करते केबे काई थोड़ा सुन ड्रामा एवढा सब ड्रामा चला किसी जीवन में करना अनेक आतंकी निपात होइथिले आपण कोन कहउछन ड्रामा बोली ड्रामा ड्रामा सेवड़ा खाली ड्रामा शो करा जदि किसी देखबार अच्छे 27 जन का जीवन जाइए देखा भारत माटी देखा जो पाकिस्तान माने गुड़ी गुड़ी सफा कर भारत माटी से विदा हूँ ताल आम जानबू नरेंद्र मोदी प्रधानमंत्री किसी कले हाँ आहरी जोर हवा दरकार भल है ना मुख्यमंत्री जाइए यात्रा प्रिय लोक से ये मोहन माझी 2-3 थर यात्रा पार्टी ठिया भाषण दे लोक देखी से प्रेमी लोक ना उचित कम कलाकार माने भोक उपास बुलूं नाई 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 मंत्री थे भी मुख्यमंत्री हस्तक्षेप कर मालिक को कलाकार डाके तुरंत समाधान करवा उचित निहाती निहाती रहा दरकार मुख्यमंत्री हस्तक्षेप कर आप समाधान करतु केते किए जाऊँ एकुटिया समस्ते जाए सांत्वना देव राहुल गांधी को जानी मुझे कहीं जाना मुझे किंतु समस्त समर्थना सिंपाथी देखा जाइए घर मानक पहुंचिक सांत्वना दौरान खूब भल कम जाए पहुंचा दरकार मुख्यमंत्री पहुंचे भल कर घोषणा कर 20 लक्ष चाकरी देवे धन्यवाद हाँ जातु जीवा दरकार निरीह लोक जीवन जाइए दरकार।